ଚିରା ଫଟା ଏବଂ ଜୋତା କିଛି ଲୋକ ସିଲେଇ କରି ମଧ୍ୟ ପିନ୍ଧୁଥାନ୍ତି। ପିନ୍ଧିଲେ ଶନିଙ୍କର ରାହୁଙ୍କର କୋପ ଦୃଷ୍ଟି ସେ ଲୋକ ଉପରେ ପଡ଼ିଥାଏ। ସାଧାରଣତଃ ବହୁତ ଲୋକ ମନ୍ଦିରକୁ ଯାଇଥିବେ, କୌଣସି କର୍ମକାର୍ଯ୍ୟ ଯାଇଥିବେ, ସେମାନଙ୍କର ଜୋତା ଚୋରି ହୋଇଯାଏ। ବହୁତ ଲୋକ ମନ ଦୁଃଖ କରନ୍ତି ଏବଂ ବହୁତ ଲୋକ ଅନୁତାପ ମଧ୍ୟ କରନ୍ତି। ତା ଭିତରୁ କିଛି ଲୋକ ଖୁସି ମଧ୍ୟ ହୋଇଥାନ୍ତି ଯେ ଏହାର କାରଣ କ'ଣ, କେଉଁ କାରଣ ପାଇଁ ଏସବୁ ଜିନିଷ ହେଇଛି, ହେଲେ କି ଫଳ ପାଇବା ଆଉ ଚୋରି ନହେଲେ ମଧ୍ୟ କି ଫଳ ପାଇବା। ସାଧାରଣତଃ କଳା ରଙ୍ଗର ଜୋତା ମନ୍ଦିରମାନଙ୍କର ଯଦି ଚୋରି ହୋଇଯାଏ ତାହେଲେ ଆପଣଙ୍କ ଉପରୁ ଶନିଙ୍କର କୋପ ଦୃଷ୍ଟି ମଧ୍ୟ କମିଯାଇଥାଏ। ଗୋଟେ ବଢ଼ିଆ ଜିନିଷ ମନେ ରଖନ୍ତୁ, ଆପଣଙ୍କର ଜୋତା ଚିରା